ସତରେ କ'ଣ ପ୍ରଭୁ ହନୁମାନଙ୍କର ପୁଅ ଅଛି? ହଁ, କିଛି ଲୋକଙ୍କର ମତ ଅଛି ବା ବିଲଙ୍କା ରାମାୟଣରେ ଦେଖିବା ପାଇଁ ମିଳେ କି ହନୁମାନଙ୍କର ପୁଅ ଅଛି। କିନ୍ତୁ ରାମଚରିତ ମାନସରେ ସେମିତି କିଛି ଦେଖିବାକୁ ମିଳେନି। ତଥାପି ଆଗକୁ ରାମଚରିତ ମାନସରେ ଆସିଲେ ମୁଁ ଆପଣଙ୍କୁ ଜଣାଇବି ନିଶ୍ଚିନ୍ତ ଭାବରେ ହନୁମାନଙ୍କର ପୁଅ ଅଛି କି ନାହିଁ। କିନ୍ତୁ କିଛି ଲୋକ କହୁଛନ୍ତି ବା କିଛି ଲୋକଙ୍କର ମତ କି ହନୁମାନଙ୍କର ଗୋଟେ ପୁଅ ଥିଲା ଆଉ ତା ନାଁ ହେଉଛି ମକରଧ୍ୱଜ। କିନ୍ତୁ ଆମର ଏଇଠି ପ୍ରଶ୍ନ ଆସେ, ହନୁମାନ ହେଉଛନ୍ତି ବ୍ରହ୍ମଚାରୀ। ହନୁମାନ ତ ବିବାହ କରିନଥିଲେ, ତାଙ୍କର ପୁତ୍ର କେଉଁଠୁ ଆସିଲା? ଯେତେବେଳେ ସେ ଲଙ୍କାରେ ନିଆଁ ଲଗାଇ ଦେଇଥିଲେ ଆଉ ନିଆଁ ଲିଭାଇବା ପାଇଁକି ସମୁଦ୍ରରେ ଯାଇକି ବୁଡ଼ ପକାଇଥିଲେ, ସେହି ସମୟରେ ତାଙ୍କର ଯେଉଁ ଝାଳକୁ ଗୋଟେ କୁମ୍ଭୀର ଖାଇ ଦେଇଥିଲା। ମାନେ ସେ ପାଣିରେ ଥିବା କୁମ୍ଭୀର ତାଙ୍କର ଝାଳକୁ ଗ୍ରହଣ କରିଥିଲା ଆଉ ସେଇ ଯେଉଁ ଝାଳ କୁମ୍ଭୀର ପେଟରେ ଗୋଟେ ପିଲା ହେଇକି ବଢ଼ିଥିଲା ଆଉ ଗୋଟେ ପିଲା ଜନ୍ମ ହୋଇଥିଲା। ବା ସେଇ ଯେଉଁ ପିଲା ହେଇଥିଲା ସେ କୁମ୍ଭୀର ପେଟରୁ ଜନ୍ମ ହୋଇଥିବାରୁ ତା ନାଁ ହେଉଛି ମକରଧ୍ୱଜ। ତ ହନୁମାନଙ୍କର ସିଏ ହେଉଛି ପୁତ୍ର, ସେ ପାତାଳରେ ରହୁଥିଲା, ଯାହା ଶୁଣିବାକୁ ମିଳେ। ତ ଆମେ ଏଇଟା ପରେ କନଫର୍ମ ହେବା ରାମଚରିତ ମାନସରେ ଯଦି ଆସିବ ଆଗକୁ ମୁଁ ଆପଣଙ୍କୁ ନିଶ୍ଚିନ୍ତ ଜଣାଇବି।